ରାତିରେ ଲାଗିଲା ନିଆଁ ଯେତେବେଳେ ଜାଣିଲେ ସେତେବେଳେ ସବୁକିଛି ଜଳି ପୋଡ଼ି ପାଉଁଶ ହେଇଥିଲା। ଇଏ ହେଲା ଏକ ନମ୍ବର ମାର୍କେଟ ଦୃଶ୍ୟ ଦେଖୁଥିବେ ଆପଣ ଯେ ସବୁକିଛି ଜଳି ଯାଇଛି। ଯେଉଁମାନେ ଫୁଟପାଥରେ ଦୋକାନ କରିଥିଲେ ବା ଏଠି ଘର ଦୋକାନ କରି ଚଳୁଥିଲେ, ରସି ହେଉ ପାଲ ହେଉ ବିଭିନ୍ନ ଦୋକାନ କରିଥିଲେ, ସବୁକିଛି ନିଆଁ ଲାଗିଗଲା। ଯେତେବେଳେ ଖବର ପାଇଲେ, କାରଣ କାଲି ସୋମବାର ଥିଲା, ଯେଉଁ ମାର୍କେଟ ଯେତେବେଳେ ବନ୍ଦ କଲା ପରେ ସମସ୍ତେ ଘରକୁ ଯାଇଥିଲେ। ରାତିରେ ଶୋଇଲା ଯେତେବେଳେ ରାତି 1 ହେଲା ସେତେବେଳେ କଲ୍ ଆସେ ଯେ ମାର୍କେଟରେ ନିଆଁ ଲାଗିଛି ଏବଂ ଲୋକମାନେ ଆସି ପହଞ୍ଚିଲା ବେଳକୁ ଯେତେବେଳେ ଦେଖନ୍ତି ତାଙ୍କ ଦୋକାନର କିଛି ନାହିଁ, ସବୁ କିଛି ଜଳି ପୋଡ଼ି ପାଉଁଶ ହେଇଛି। ଇଏ ହେଲା ଦୃଶ୍ୟ ଏକ ନମ୍ବର ମାର୍କେଟର ଯେଉଁ ଦୋକାନ ଥିଲା, ଯେଉଁ ରସି ହେଉ ପାଲ ହେଉ ଯେଉଁମାନେ ଦୋକାନ କରିଥିଲେ ସବୁକିଛି ଜଳି ପୋଡ଼ି ପାଉଁଶ ହେଇଯାଇଛି। କାରଣ ଯେଉଁ କିଛି ଦିନ ପୂର୍ବରୁ ପରିବା ମାର୍କେଟରେ ମଧ୍ୟ ନିଆଁ ଲାଗିଥିଲା। ତାପରେ ମାର୍କେଟ ଆସୋସିଏସନ୍ ସତର୍କ ହେଇଥିଲା କେମିତି ସୁରକ୍ଷିତ ହେବ ଏବଂ ମାର୍କେଟରେ ପାଲ ରହିବ ନାହିଁ, ଜରି ରହିବ ନାହିଁ, ଆଜବେଷ୍ଟରେ ଦୋକାନ କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟଜନକ ଗତକାଲି ରାତିରେ ମଧ୍ୟ ନିଆଁ ଲାଗିଛି। କିଛି ଲୋକ ଅଛନ୍ତି, କଥା ହେବା ଯେ କେମିତି ନିଆଁ ଲାଗିଲା ଏବଂ କ'ଣ କ'ଣ ଲସ୍ ହେଇଛି। ମା, ଆପଣ ଦୋକାନ ଏଠି କେତେ ବର୍ଷ ହେଲା କଲେଣି? ଆମେ ସାର୍ ହେଇଗଲା 55 ବର୍ଷ। 55 ବର୍ଷ। କେତେବେଳେ ଖବର ପାଇଲେ ଏମିତି ନିଆଁ ଲାଗିଯିବ? ଏଇଟା 2ଟା ବେଳେ ପାଇଲୁ ଆମେ ଖବର। ଆଜ୍ଞା, ଯେତେବେଳେ ଆପଣ ଘରୁ ଆସିଲେ ଦେଖିଲେ କ'ଣ? ଘରୁ ଆସି ଦେଖିଲା ବେଳକୁ ଖାଲି ନିଆଁ ଜଳୁଛି, ଆଉ ତଳେ ଆଉ କିଛି ନାହିଁ, ସବୁ ପାଉଁଶ ହେଇକି ଖାଲି ଜଳୁଛି, ଖାଲି ପୁତି ହେଇକି। କ'ଣ ମାଲ ଥିଲା? ମାଲ କିଛି ନଥିଲା, ସେ ଯାହା ସବୁ ଦଉଡ଼ି ପାଲ ଜରି ନେଟ୍ ସବୁ ଯାକ ଜାଲ ଫାଲ ସବୁ 8-9 ଲକ୍ଷ ଟଙ୍କାର ଜିନିଷ ଥିଲା। ମା, ଆପଣ ଯେତେବେଳେ ଦୋକାନ କରିଥିବେ, ମାଲ ଯେଉଁ ଆଣିଥିବେ ପଇସା ସୁଧର ଆଣିଥିବେ ବା ଲୋନ୍ ଆଣିଲୁ, ଲୋନ୍ ଆଣିକି ମହାଜନ କେମିତି ସୁଝେଇବେ କହିଲା, ମୁଣ୍ଡ ଆଉ କିଛି କାମ ଦଉନି, କ'ଣ କରିବୁ? ମହାଜନ ମାନେ ତ ଛାଡ଼ିବେନି ନା। ଆମର ଯାହା କ୍ଷତି ହେଲେ କ'ଣ ମହାଜନ ମାନେ ବୁଝିବେ କି? ସେ କହିବେ ଆଜି ନହେଲେ କାଲି ଦିଅ ପଇସା କହିବେ, ଆମେ କେମିତି ଦେବୁ? ପରିବାର 7 ଜଣ। ଆଜ୍ଞା, ଦେଖିପାରୁଥିବେ ଦୃଶ୍ୟ, ମା ଜଣେ ମୁଣ୍ଡରେ ହାତ ଦେଇ ବସିଛନ୍ତି। କାରଣ ସେ ଭାବୁଛନ୍ତି ଯେ କ'ଣ ଘଟିଗଲା ମୋ ସହିତ, ମୁଁ ଏମିତି କ'ଣ ହେଲା ଯେ ଖବର ପାଇଲି ନିଆଁ ଲାଗିଯାଇଛି, ଆସି ଦେଖିଲେ ତ ସବୁ କିଛି ଜଳି ପୋଡ଼ି ପାଉଁଶ ହେଇଯାଇଛି। ଏବେ ମା ମୁଣ୍ଡରେ ହାତ ଦେଇ ବସିଛନ୍ତି। ତାର କାରଣ ହେଲା ଯେତେବେଳେ ଜଣେ ଗରିବ ଲୋକ ଦୋକାନ କରେ ପରିବାର ପୋଷିବା ପାଇଁ, ସଦାବେଳେ ମହାଜନଠୁ ବାକି ଆଣିଥାଏ, ସୁଦିଆର ଆଣିଥାଏ ପଇସା ବା ଗ୍ରୁପ ଲୋନ୍ କରିଥାଏ। ସେହି ଟଙ୍କା ଯେଉଁ 6-7 ଲକ୍ଷ ଟଙ୍କା ଆଣି ଏମାନେ ଦୋକାନ କରିଥିଲେ, ସବୁକିଛି ଜଳି ପୋଡ଼ି ପାଉଁଶ ହେଲା ପରେ ଏମାନେ କେମିତି ସେ ମହାଜନକୁ ଟଙ୍କା ଦେବେ ବା ଲୋକଙ୍କର ପଇସା ସୁଝିବେ? ମା, ଆପଣଙ୍କ ନାଁଟା କ'ଣ? ଆଶାମାଳି। ମା, କେତେବେଳେ ଜାଣିଲେ ଏମିତି ହେଇଛି ବୋଲି? 2ଟା ବେଳେ। 2ଟା ବେଳେ। କେତେ ଟଙ୍କା ମାଲ ଥିଲା? 7 ଲକ୍ଷ ଟଙ୍କା। ତାଠୁ ଧାର ଆଣି କରିଥିଲେ? ଆମେ ଧାର ନା ଲୋନ୍ ଆଣିଥିଲୁ, ଆଉ ମହାଜନଠୁ ବାକି ଆଣିଥିଲୁ। ଏବେ ସବୁ କିଛି ନଷ୍ଟ ହେଇଛି, କ'ଣ କରିବେ? କ'ଣ ଆଉ କରିବୁ? ଆଉ ମୁଣ୍ଡ ତ କାମ ଦଉନି, କ'ଣ କରିବୁ? ଯଦି ସରକାର ଯଦି ଆମକୁ ଟିକେ ସାହାଯ୍ୟ କରିବେ, ଆମେ କ'ଣ ଟିକେ କରିକି ଟିକେ ଯେମିତି ଦୋକାନ ଫୋକାନ କରିକି ଚଳିବା କଥା ସେମିତି ଚଳିବୁ। ଆଉ ପିଲା ଛୁଆକୁ ଚଳିବୁ, ପାଠ ପଢ଼ୁଛନ୍ତି, ସବୁ କରୁଛନ୍ତି, ଚଳିବୁ। ଆଉ ସରକାରକୁ ଅନୁରୋଧ କରୁଛୁ ଆମକୁ ଟିକେ ଯେତେ ଯାହାର ଟଙ୍କାଟେ ନ ଦିଅନ୍ତୁ, ଟଙ୍କାଟେ 8 ହେଲେ ଦିଅନ୍ତୁ, ସମସ୍ତଙ୍କୁ ବାଣ୍ଟିକି ଦିଅନ୍ତୁ, ସମସ୍ତେ ଯେମିତି ସାହାଯ୍ୟ ହେବ ସମସ୍ତେ। ନିଶ୍ଚିତ ଭାବରେ ମ୍ୟାଡ଼ାମ୍, ଯେତେବେଳେ ଜାଣିଲେ ଖବର ପାଇଲେ ରାତିରେ, ଯେତେବେଳେ ସୋମବାର ଥିଲା ଦୋକାନ ବନ୍ଦ କରି ଆପଣ ଘରକୁ ଗଲେ, ଜାଣିଲେ ଏଇଭଳିଆ ଦୋକାନ ନିଆଁ ଲାଗିଯାଇଛି, ସେତେବେଳେ ଆପଣ ଆସି ପହଞ୍ଚିଲେ, ଦେଖିଲେ କ'ଣ ସବୁ ଜଳି ପୋଡ଼ି ପାଉଁଶ ଥିଲା? ସବୁ ଜଳିକି ପାଉଁଶ ହେଇଯାଇଛି। କେତେ ଟଙ୍କା ମାଲ ଥିଲା ଆପଣଙ୍କର? 5-6 ଲକ୍ଷ ଟଙ୍କା ମାଲ ଥିଲା। ସବୁ କିଛି ଏବେ କ'ଣ କରିବେ ଭାବୁଛନ୍ତି? ସରକାର ସାହାଯ୍ୟ କରିବେ? ସରକାର ଉପରେ ନିର୍ଭର, ସମସ୍ତଙ୍କୁ ଯେମିତି ସାହାଯ୍ୟ କଲେ ଆମକୁ କରିବେ, ଅଛି ଭରସା। କଥା ହେଲେଣି ମହାଜନ ସହିତ? କଥା ହେଲେଣି? କାହା ସହିତ ପୂର୍ଣ୍ଣ କଥା ହେଇନି, ଆମେ ତ ଏଇ ବ୍ୟସ୍ତ ରହୁଛୁ। ମହାଜନ ସବୁ ଜାଣିଛନ୍ତି, ମହାଜନ ଏଠିକାର, ଦୂର ମହାଜନ ଜାଣିନାହାନ୍ତି। ନିଜେ ମହାଜନ ବି ଆମକୁ ଫୋନ୍ କରିକି ଜଣେଇଲେ ଦୋକାନ ତମର ନିଆଁ ଲାଗିଯାଇଛି। ହଉ 40-50ଟା ଦୋକାନ ପଡ଼ିଯାଇଛି। ଆସି କଥା ହେଲେଣି ଆପଣ ତ? ବିଧାୟକ ଆସିଥିଲେ, ସବୁ କଥା ହେଇଛୁ। ନିଶ୍ଚିତ ଭାବରେ ବିଧାୟକ ଏବଂ ନେତାମାନେ ଆସିଥିଲେ, ଯେଉଁମାନେ ଆସିଥିଲେ କର୍ପୋରେଟର ଆସିଥିଲେ ଏବଂ ଯେଉଁ ମାର୍କେଟର ଯେ ପ୍ରେସିଡେଣ୍ଟ ଅଛନ୍ତି ସେ ମଧ୍ୟ ଆସିଥିଲେ, କଥା ଦେଇଛନ୍ତି। ସେ କହୁଥିଲେ ମ୍ୟାଡ଼ାମ୍ ଯେ ମହାଜନ ମଧ୍ୟ ଜାଣିଛନ୍ତି, କଥା ଦେଇଛନ୍ତି ଯାହା ହେଇପାରିବ ଆମେ ସାହାଯ୍ୟ କରିବୁ ଏବଂ ସରକାରଙ୍କୁ ଅନୁରୋଧ କରୁଛୁ ଏମାନେ, କାରଣ ଗରିବ ଲୋକ ଯେତେବେଳେ ଲୋନ୍ କରିଛି ତାର ପରିବାର ଚଳାଇବା ପାଇଁ ଛୋଟିଆ ଦୋକାନଟେ କରିଛି, सी आज्ञा कौटू आण सबकि जली पोड़ी पाउंस जीवे तो सी जीवे कुआड़े नेहुरा करेंगे तो क्या नेहुरा करेंगे सरकार भरोसा कारण लोक सरकार आमर विश्वास अच्छी निश्चित सरकार साहाय्य करेंगे जहाँ भी क्षति होती
5 ଲକ୍ଷ କାର କ୍ଷତି ହେଇଛି 6 ଲକ୍ଷ କ୍ଷତି ହେଇଛି ବା 8 ଲକ୍ଷ କ୍ଷତି ହେଇଛି ନିଶ୍ଚିତ ଭାବରେ ସରକାର ଏକ ଯୋଜନା କରି ସେମାନଙ୍କ ପଇସା କେମିତି ପାଇପାରିବେ ଏବଂ ସେ ପୁନର୍ବାର ଦୋକାନ କରି ନିଜ ଗୋଡ଼ରେ ଠିଆ ହୋଇପାରିବେ ପରିବାର କାହାର ପରିବାର 7 ଜଣ ପରିବାର 8 ଜଣ ପରିବାର ତାଙ୍କ ଉପରେ ଡିପେଣ୍ଡ କରୁଛନ୍ତି ତାଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରୁଛୁ ଯେ ସରକାର ତାପରେ ଦୃଷ୍ଟି ଦେବା ଦରକାର ଏବଂ ମାର୍କେଟ ଆଗାମୀ ଦିନରେ କେମିତି ଏଭଳି ଅଘଟଣ ନ ହୁଏ କାହିଁକିନା ଏ ଘଟଣା ପ୍ରଥମ ଥର ନୁହେଁ ଆଜ୍ଞା ଦ୍ୱିତୀୟ ଥର ଏ ଘଟଣା ହେଇଛି ଆଗାମୀ ଦିନରେ କେମିତି ଅଘଟଣ ନ ହଉ ତା ଉପରେ ମଧ୍ୟ ଦୃଷ୍ଟି ଦେବା ପାଇଁ ସରକାରଙ୍କୁ ଅନୁରୋଧ କ୍ୟାମେରା ପର୍ସନ ଜିତୁ ସହିତ ବିକାଶ ବେରା ରିପୋର୍ଟ ଭୁବନେଶ୍ୱର ବୁଲେଟିନ୍।